ସ୍ୱାଧୀନତା ଦିବସ ଭାଷଣ। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ତଥା ମୋର ଉପସ୍ଥିତ ଥିବା ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ପ୍ରଥମେ ତ ମୁଁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି। ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ। ଏହି ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏ ଆମ ଦେଶର ରାଷ୍ଟ୍ରୀୟ ପର୍ବ ଅଟେ। ସ୍ୱାଧୀନ ଶବ୍ଦର ଅର୍ଥ ହେଉଛି ମୁକ୍ତ। ଜନ୍ମ ଠାରୁ ମୃତ୍ୟୁ, ମୃତ୍ୟୁ ଠାରୁ ଜନ୍ମ, ସମସ୍ତେ ସ୍ୱାଧୀନତା ହିଁ ଚାହାନ୍ତି। ଭାରତୀୟମାନେ ଦୀର୍ଘ 200 ବର୍ଷ ଧରି ଇଂରେଜମାନଙ୍କ ଅଧୀନରେ ଶାସିତ ହେଉଥିଲେ। ଶେଷରେ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନତା ଲାଭ ପାଇଥିଲା। ଆମ ଦେଶର ପ୍ରତ୍ୟେକ ଲୋକ ଜାତୀୟ ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ପାଳନ କରିଥାନ୍ତି। ଏହି ଦିନଟି ଆମ ପାଇଁ ଗର୍ବ ଓ ଗୌରବର ଦିବସ ଅଟେ। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।